ହ୍ୟାଲୋ ହ୍ୟାଲୋ ସାଙ୍ଗମାନେ କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ବହୁତ ଭଲ ଥିବେ। ମୁଁ ଏମିତି ଯେମିତି ସବୁବେଳେ ଉଠେ ଆଜି 3ଟାରେ ସେମିତି ଉଠି ଯାଇଥିଲି। 3ଟା ଉଠିଲା ପରେ ଯେହେତୁ ଟିକେ ଶୀତ ପଡ଼ିଛି ତ ଉଠିବା ପାଇଁ ତ ଇଚ୍ଛା ହେଉନି, ତଥାପି ଉଠିବା ପାଇଁ ବାଧ୍ୟ। ଯେହେତୁ ଆମେ କମ୍ପିଟେଟିଭ୍ ପାଇଁ ପଢ଼ାପଢ଼ି କରୁଛୁ ମାନେ ଉଠିବା ପାଇଁ ବାଧ୍ୟ। ଆଉ ରେଗୁଲାର ବେସିସ୍ରେ ପଢ଼ିବା ବି ଦରକାର। ଆଜି ପଢ଼ିଦେଲି ଆଉ 4 ଦିନ ଯାଏ ପଢ଼ିବିନି, ସେଇଟା ଭୁଲ। ତ ରେଗୁଲାର ବେସିସ୍ରେ ପଢ଼ନ୍ତୁ, କଣ୍ଟିନ୍ୟୁଅସଲି ପଢ଼ି ଚାଲନ୍ତୁ। ଦେନ୍ ତାପରେ ଭ୍ୟାକେନ୍ସି ଆସିବ, ବହୁତ ଜଲ୍ଦି ଆସିବ ଭ୍ୟାକେନ୍ସି, କିନ୍ତୁ ପଢ଼ନ୍ତୁ। ତ ମୁଁ ତାପରେ ଗୋଟେ ରିଜନିଂର ଗୋଟେ କ୍ଲାସ୍ଟେ 1 ଆୱାରର ନେଇଯାଇଥିଲି କ୍ଲାସ୍। ମୁଁ ସେଇଟା ପୂର୍ବଦିନ ରାତିରେ ପଢ଼ିଥିଲି, ତ ସେଇଟା ଟିକେ ରିଭାଇଜ୍ କରୁଛି, ଲେଖି ଲେଖି କୋଶ୍ଚିନ୍ ପ୍ରାକ୍ଟିସ୍ କରୁଥିଲି। ଦେନ୍ ତାପରେ ମୁଁ ଟିକେ ଏବେ ରେଗୁଲାର ଯାଉଛି ଟିକେ ରନିଂ। ମୁଁ ଆଗରୁ ଯାଉନଥିଲି, ଏବେ ଟିକେ ରନିଂ ଯାଉଛି। ତ ମୁଁ ଏବେ ରନିଂ ବାହାରି ଯାଇଥିଲି। ରନିଂ ଯିବା ଦ୍ୱାରା ଟିକେ ଦିନସାରା ଯେହେତୁ ଆମେ ବସୁଛେ ଗୋଟେ ଜାଗାରେ, ତ ଏକ୍ସରସାଇଜଟା କରିବା ଦ୍ୱାରା ଟିକେ ନିଦ ଲାଗୁନାହିଁ। ତ ଅଧିକ ସମୟ ବହି ପାଖରେ ବସି ହେବ, ନହେଲେ ବହି ପାଖରେ ବହି ଖୋଲିଥିବୁ ତ ନିଦ ଲାଗୁଛି। ତ ମୁଁ ସେଥିପାଇଁ ଏବେ ଟିକେ ଟିକେ ଯାଉଛି। ସେ ଭୁଲଟା ମୁଁ ଜାଣିପାରିଲି କି ମୋତେ କ'ଣ ପାଇଁ ନିଦ ଲାଗୁଛି। ଦେନ୍ ମୁଁ ଏବେ ସେଇଟାକୁ ଟିକେ ଠିକ୍ କରିବା ପାଇଁ ଚେଷ୍ଟା କରୁଛି। ତାପରେ ମୁଁ ଏବେ ଆସିଥିଲି ପୁଣି ରୁମ୍କୁ ଆସିଲା ପରେ ଡ୍ରେସ୍ ଗୁଡ଼ା ବହୁତ ଅଳିଆ ହିଁ ପଡ଼ିଥିଲା, ତ ମୁଁ ଭାବିଲି ତାକୁ ଟିକେ ସଫା କରିଦେବି। ଟାଇମ୍ ଯେହେତୁ ଥିଲା ଟିକେ, ଆଜି ଜଲ୍ଦି ଉଠିଥିଲି। ମୁଁ ସବୁବେଳେ ବି ଜଲ୍ଦି ଉଠୁଛି, କିନ୍ତୁ ଆଜି ଭାବିଲି କି ନାଇଁ ଟିକେ ସଫା କରିଦେବା। ତ ମୁଁ ତାକୁ ସଫା କରିଦେଇଥିଲି। ସଫା କରିକି ତାପରେ ମୁଁ ଯାଇଥିଲି ଗାଧୋଇବା ପାଇଁ। ଗାଧୋଇ ପଡ଼ି ଆସି ଦେନ୍ ମୁଁ ଟିକେ ଠାକୁରଙ୍କୁ ପୂଜା କରିକିରି ଗୀତା ଟିକେ ପଢ଼ି, ଗୀତା ମୁଁ ସାଙ୍ଗମାନେ ଆପଣମାନଙ୍କୁ ସମସ୍ତଙ୍କୁ ସଜେଷ୍ଟ କରିବା ପାଇଁ ଚାହିଁବି କି, ସଜେଷ୍ଟ ନାହିଁ, ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବି ଆପଣ ବି ଗୀତା ପଢ଼ନ୍ତୁ। ଗୀତା ପଢ଼ିବା ଦ୍ୱାରା ମାଇଣ୍ଡଟା ପୁରା ସ୍ଥିର ରହିବ। ଆଉ ମାନେ କ'ଣ, ଆମର ପୁରା କିଛି ଅଲଗା କିଛି ଥଟ୍ ଆପଣଙ୍କ ମାଇଣ୍ଡରେ ପଶିବନି, ହେଲା କି। ତ ପଢ଼ନ୍ତୁ ଟିକେ ଟିକେ, ବେଶୀ ଯାହା ଯେତିକି ଟାଇମ୍ ହେଉଛି ସେଇ ହିସାବରେ ପଢ଼ନ୍ତୁ। ଗୀତା ପଢ଼ିବା ଦ୍ୱାରା ମୁଣ୍ଡଟା ପୁରା ସ୍ଥିର, ଡିମୋଟିଭ୍ କେବେ ବି ଫିଲ୍ ହେବନି ଆଉ। ଦେନ୍ ମୁଁ ତାପରେ 2 ଆୱାର ଗୋଟେ କ୍ଲାସ୍ କରିଥିଲି। ତାପରେ ମୁଁ ସେଇଠି ଟିକେ ରିଭାଇଜ୍ ବି କରିଦେଉଥିଲି, କ'ଣ ସବୁ ପଢ଼ିଥିଲି ସେଇଟା ଟିକେ ରିଭାଇଜ୍ ଚାଲିଛି। ରିଭାଇଜ୍ ପରେ ମୋତେ ଜୋରେ ଭୋକ ହେଇଥିଲା, ମୁଁ ତାପରେ ଖାଇ ଦେଇଥିଲି। ଭାତ ଥିଲା, ଭାତ ଡାଲି କ'ଣ ମୁଁ ଏମିତି ଖାଇ ଦେଇଥିଲି। ତ ଖାଇସାରିବା ପରେ ତାପରେ ଆମେ ସନ୍ଧ୍ୟାବେଳେ ଯେ ମୁଁ ପଢ଼ିଥିଲି, ଯାହାର ଭିଡ଼ିଓ କି ମୁଁ ନେଇପାରିନି, ତାପରେ ସନ୍ଧ୍ୟାରେ 7ଟା ପରେ ଗୋଟେ ସାଙ୍ଗ ଆସିଥିଲା, ତ ସାଙ୍ଗ ସହିତ ପଳେଇଥିଲୁ ଟିକେ ଆମର ଏଇ ମାର୍କେଟର ଟିକେ ଗୋଟେ ସପିଂ ମଲ୍ ଯାଇ, ଦେନ୍ ସେଠି ଟିକେ କ'ଣ କିଛି କିଣାକିଣି କରି ତାପରେ ମୁଁ ରୁମ୍କୁ ପଳେଇ ଆସିଥିଲି। ଯଦି ଭିଡ଼ିଓଟା ଭଲ ଲାଗିଛି ସାଙ୍ଗମାନେ, ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।